ଜ୍ଞାନୀ, ଅଜ୍ଞାନୀ ଆଉ ମହାଜ୍ଞାନୀ। ଆପଣ ଏହାର ମାନେ କ'ଣ ଜାଣିଥିବେ ମୁଁ ଜାଣିନି, କିନ୍ତୁ ଜ୍ଞାନୀ ଲୋକକୁ ଆପଣ ଯଦି ଜ୍ଞାନ ଆପଣଙ୍କର ଥିବ ତାହେଲେ ଜ୍ଞାନୀ ଲୋକକୁ ଆପଣ ବୁଝେଇ ପାରିବେ। ଅଜ୍ଞାନୀ ଲୋକକୁ ଆପଣ କଥା ଛଳରେ ମନେଇ ମତେଇ ବୁଝେଇବା ପାଇଁ ଚେଷ୍ଟା କରି ହୁଏତ ବୁଝେଇ ଦେଇପାରିବେ। କିନ୍ତୁ ଯେଉଁ ଲୋକ ଜଣକ ମହାଜ୍ଞାନୀ ବୁଲଉଥିବା ଅହଙ୍କାରୀ, ଅର୍ଥାତ୍ ଜ୍ଞାନ ଯଦିଓ କମ୍ କିନ୍ତୁ ଅହଙ୍କାର ବହୁତ, ସେପରି ଲୋକକୁ ଆପଣ କେବେ ବି ବୁଝେଇ ପାରିବେ ନାହିଁ। କାରଣ ସେ ବୁଝିଥାଏ ଠିକ୍, କିନ୍ତୁ ତାର ଅହଙ୍କାର ତାକୁ ମନା କରେ, ନା ତୁ ତା ପାଖରେ କେବେ ସ୍ୱୀକାର କରନା ଯେ ତୁ ତା ଠାରୁ ଜ୍ଞାନରେ କମ୍ ବୋଲି। ତେଣୁ ସେ ଆପଣଙ୍କର ଜ୍ଞାନକୁ କେବେ ହେଲେ ସ୍ୱୀକାର କରିବ ନାହିଁ। ତାର ଅହଙ୍କାର ତାକୁ ମନା କରିବ, ତୁ କେବେ କାହା ପାଖେ ତୋର ଜ୍ଞାନ କମ୍ ଅଛି ବୋଲି ତୁ ସ୍ୱୀକାର କରିନେ ନା। ତେଣୁ ଅହଙ୍କାରୀ ବା ଅହଙ୍କାରୀ ରୂପକ ମହାଜ୍ଞାନୀ ବୁଲଉଥିବା ଲୋକକୁ ଆପଣ କେବେ ହେଲେ ବୁଝେଇ ଦେଇପାରିବେ ନାହିଁ। ସେ ସବୁବେଳେ ଦେଖେଇ ହେବ, ଯଦିଓ ବୁଝୁଥିବ କିନ୍ତୁ ଦେଖେଇ ହେବ ଯେ ମୁଁ ଯାହା କହୁଛି ସେଇଟା ହିଁ ଠିକ୍। ତେଣୁ ତାକୁ ଆଉ ବୁଝେଇବେ କିପରି? ବୁଝେଇ ଲାଭ କ'ଣ? ତାକୁ ବୁଝେଇବା ଉଚିତ ନୁହେଁ।